ମୁଁ ଆଜି ମିଠା ଆମ୍ବ କୋରା ଆଚାର ବନେଇବି, ଯାହାକୁ ଆପଣ ମାତ୍ର 15ରୁ 20 ମିନିଟ୍ ଭିତରେ ପ୍ରସ୍ତୁତ କରିପାରିବେ। ମୁଁ ଏ ଆଚାରକୁ ବିନା ଖରାରେ ଶୁଖାଇ ବିନା ତେଲ ବିନା ଚିନିରେ ପ୍ରସ୍ତୁତ କରିବି। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଆଚାର ପାଇଁ ମୁଁ ଏଠି ପାଖାପାଖି 1 କେଜି ଆମ୍ବ ନେଇଛି। ଆମ୍ବର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ଆମ୍ବକୁ ଭଲ ଭାବେ ଧୋଇକି ଗୋଟେ କପଡ଼ାରେ ପୋଛିକି ନେଇଛି। ଆପଣ ଆମ୍ବକୁ ଭଲ ଭାବେ କପଡ଼ାରେ ପୋଛିକି ନେବେ, ଯେମିତି ଆମ୍ବରେ କିଛି ବି ପାଣି ରହିବନି। ଏବେ ଆମେ ଆମ୍ବକୁ କାଟିବା। ପ୍ରଥମେ ଆମେ ଆମ୍ବର ଉପରପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ଆମ୍ବର ଉପର ଚୋପାକୁ ଭଲ ଭାବେ ଛଡ଼େଇ ଦେବା। ମୁଁ ଏଠି ଆମ୍ବର ଉପର ଚୋପାକୁ ଛଡ଼େଇ ଦେଇଛି। ଏମିତି ଭାବେ ଆମେ ସବୁ ଆମ୍ବର ଉପର ଚୋପାକୁ ଛଡ଼େଇକି ନେଇଯିବା। ମୁଁ ଏଠି ସବୁ ଆମ୍ବର ଉପର ଚୋପାକୁ ଛଡ଼େଇକି ନେଇଯାଇଛି। ଏବେ ଆମେ ଆମ୍ବକୁ କୋରିବା, ସେଥିପାଇଁ ମୁଁ ଏଠି ଗୋଟେ ଗ୍ରେଟର ନେଇଛି। ଗ୍ରେଟରର ବଡ଼ ପଟେ ଆପଣ ଆମ୍ବକୁ କୋରିବେ, ଛୋଟ ପଟେ ଆମ୍ବକୁ କୋରିବେନି। ଗ୍ରେଟର ବଡ଼ ପଟେ ଆମ୍ବକୁ କୋରିବା ଦ୍ୱାରା ଆମ୍ବର ଏମିତି ବଡ଼ ବଡ଼ ଲଛା ବାହାରିବ। ଏହାଦ୍ୱାରା ଆଚାରରେ ଖାଇବା ପାଇଁ ଭଲ ଲାଗିବ। ଏମିତି ଭାବେ ଆମେ ସବୁ ଆମ୍ବକୁ କୋରିକି ନେଇଯିବା। ଆମ୍ବକୁ କୋରିଲା ପରେ ଯେଉଁ ଭିତରେ ଟାକୁଆ ବାହାରିବ ତାକୁ ଫୋପାଡ଼ି ଦେବେ। ମୁଁ ଏଠି ସବୁ ଆମ୍ବକୁ କୋରିକି ନେଇଯାଇଛି। ଏବେ ଆମେ ଆମ୍ବକୁ ଗୋଟେ ବଡ଼ ବାଉଲରେ ନେଇଯିବା। ଏବେ ମୁଁ ଏଥିରେ 2 ଛୋଟ ଚାମଚ ଲୁଣ ପକାଇଛି। ଆପଣ ଆପଣଙ୍କ ଟେଷ୍ଟ ଅନୁସାରେ ଏଥିରେ ଲୁଣ ପକାଇବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା। ଆଉ ଏ ଆମ୍ବକୁ ଆମେ 10ରୁ 15 ମିନିଟ୍ ପାଇଁ ରେଷ୍ଟ ହେବାକୁ ଦେବା। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଆମ୍ବ ରେଷ୍ଟ ହେଉଥିବା ଭିତରେ ଚାଲନ୍ତୁ ଏବେ ଆମେ ଆଚାର ପାଇଁ ଗୋଟେ ମସଲା ବନେଇଦେବା। ମସଲା ପାଇଁ ମୁଁ ଏଠି 3ଟା ଶୁଖିଲା ଲଙ୍କା ନେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଶୁଖିଲା ଲଙ୍କା ନେବେ। ତାପରେ ମୁଁ ଏଠି ଗୋଟେ ଛୋଟ ଚାମଚ ସୋରିଷ, ଗୋଟେ ଛୋଟ ଚାମଚ ଜିରା, ଗୋଟେ ଛୋଟ ଚାମଚ ପାନମଧୁରୀ, ଅଧା ଛୋଟ ଚାମଚ ମେଥି ଆଉ ଅଧା ଛୋଟ ଚାମଚ କଳା ଜିରା ନେଇଛି। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଶୁଖିଲା ଲଙ୍କା ଦେଇଛି। ଶୁଖିଲା ଲଙ୍କାକୁ ପ୍ରଥମେ ଆମେ ଲୋ ଫ୍ଲେମ୍ରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ଶୁଖିଲା ଲଙ୍କାକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜିଲା ପରେ ମୁଁ ଏଥିରେ ରଖିଥିବା ସୋରିଷ, ଜିରା, ପାନମଧୁରୀ ଆଉ ମେଥି, କଳା ଜିରାକୁ ଦେଇଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆକୁ ଲୋ ଫ୍ଲେମ୍ରେ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ ଭାଜିବା, ଯେମିତି ଏ ମସଲାର କଞ୍ଚା ବାସ୍ନା ପଳେଇବ ଆଉ ମସଲାରୁ ଗୋଟେ ଭଲ ବାସ୍ନା ବାହାରିବା ଆରମ୍ଭ କରିବ ଆଉ ସୋରିଷ ଫୁଟିବା ଆରମ୍ଭ କରିବ। ଏଠି ସୋରିଷ ଭଲ ଭାବେ ଫୁଟିବା ଆରମ୍ଭ କଲାଣି ଆଉ ଏ ମସଲାରୁ ଗୋଟେ ବଢ଼ିଆ ବାସ୍ନା ବାହାରୁଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା। ଏ ମସଲାକୁ ଆଉ ଅଧିକ ସମୟ ଭାଜିବାନି। ଏ ମସଲାକୁ ଗୋଟେ ପ୍ଲେଟ୍ରେ କାଢ଼ି ଟିକେ ଥଣ୍ଡା ହେବାକୁ ଦେବା। ଏ ମସଲାକୁ ଆପଣ ଅଧିକ ସମୟ ଭାଜିବେନି, ନହେଲେ ଏ ମସଲା ପିତା ହେଇଯିବ। ମୁଁ ଏଠି ଗୋଟେ ଛେଚା ନେଇଛି। ଏବେ ଆମେ ଏଥିରେ ଭାଜିକି ରଖିଥିବା ମସଲାକୁ ଦେଇଦେବା। ଏ ମସଲା ଏଠି ଟିକେ ଥଣ୍ଡା ହେଇଗଲାଣି। ଏବେ ଆମେ ଏ ମସଲାକୁ ଛେଚିକି ଆର ଗୋଟେ ଗୁଣ୍ଡ ବନେଇଦେବା। ଆପଣ ଚାହିଁଲେ ଆକୁ ଗ୍ରାଇଣ୍ଡର ଜାର୍ରେ ଗ୍ରାଇଣ୍ଡିଙ୍ଗ ବି କରିପାରିବେ। ଆପଣ ଏ ମସଲାର ଫାଇନଲି ପାଉଡ଼ର ବନେଇବେନି, ଟିକେ ଦରଦରା ଗୁଣ୍ଡ ବନେଇବେ। ସେଥିପାଇଁ ମୁଁ ଆକୁ ଛେଚାରେ ଛେଚିକି ଆର ଗୁଣ୍ଡ ବନାଉଛି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି ମସଲାକୁ ଏମିତି ଦରଦରା ଗୁଣ୍ଡ କରିବେ, ପୁରା ଫାଇନଲି ପାଉଡ଼ର ବନେଇବେନି। ଏଠି 10 ମିନିଟ୍ ହେଇଗଲାଣି। ଦେଖିପାରୁଥିବେ ଆମ୍ବ ଏଠି ଟିକେ ନରମ ହେଇଯାଇଛି। ଆମ୍ବରୁ ଏଠି ଟିକେ ପାଣି ବାହାରିଛି। ଆପଣ ଚାହିଁଲେ ଆମ୍ବକୁ ଚିପୁଡ଼ିକି ଏଥିରେ ଯେଉଁ ଏକ୍ସଟ୍ରା ପାଣି ଅଛି ତାକୁ କାଢ଼ିପାରିବେ। ମୁଁ ଏଠି ଗୋଟେ କଡ଼େଇକୁ ଗରମ ହେବାକୁ ରଖିଥିଲି। କଡ଼େଇ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଗୁଡ଼ ଦେଇଛି। ଗୁଡ଼ ଜାଗାରେ ଆପଣ ଚିନି ନେଇପାରିବେ। ଏବେ ମୁଁ এই ଗୁଡ଼ରେ 2ରୁ 3 ଛୋଟ ଚାମଚ ପାଣି ଦେଇଦେଉଛି। ଆପଣ ଏଥିରେ ଅଧିକ ପାଣି ଦେବେନି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଗୁଡ଼କୁ ଭଲ ଭାବେ ମେଲ୍ଟ ହେବାକୁ ଦେବା, ଯେମିତି ଗୁଡ଼ରେ କିଛି ବି ଲମ୍ପସ୍ ରହିବନି।
ଆପଣଙ୍କୁ ଆଚାର ଯେତିକି ମିଠା ଦରକାର ସେ ଅନୁସାରେ ଗୁଡ଼ ନେବେ। ଆପଣ ଯେଉଁ କଞ୍ଚା ଆମ୍ବ ନେଇଛନ୍ତି କେତେ ଖଟା ଅଛି ଟେଷ୍ଟ କରି ଆପଣ ଏଠି ଗୁଡ଼ ନେବେ। ଦେଖିପାରୁଥିବେ ଗୁଡ଼ ଏଠି ବଢ଼ିଆ ସେ ମେଲ୍ଟ କରିଯାଇଛି। ଏବେ ଆମେ ଏଥିରେ କୋରିକି ରଖିଥିବା ଆମ୍ବକୁ ଦେଇଦେବା। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପ୍ରଥମେ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ତାପରେ ଆମକୁ लो फ्लेम्रे 8ରୁ 10 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା। ଆକୁ କଭର୍ କରିବା ଦରକାର ନାହିଁ। ଧୀରେ ଧୀରେ ଆମ୍ବ କୁକ୍ ହେଲେ ସେଥିରୁ ପାଣି ବାହାରିବା ଆରମ୍ଭ କରିବ। ଆପଣ ଏଥିରେ ବିଲକୁଲ ବି ପାଣି ଦେବେନି। ଏଠି 4ରୁ 5 ମିନିଟ୍ ପରେ ମୁଁ ଆମ୍ବକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେଉଛି। ଦେଖିପାରୁଥିବେ ଏଠି ଧୀରେ ଧୀରେ ଆମ୍ବରୁ ପାଣି ବାହାରିବା ଆରମ୍ଭ କଲାଣି। ଏଠି 8ରୁ 10 ମିନିଟ୍ ହେଇଗଲାଣି। ଦେଖିପାରୁଥିବେ ଏ ଆମ୍ବରୁ କେତେ ପାଣି ବାହାରିଛି। ଏବେ ମୁଁ ଏଥିରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଆଉ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି। ଆଚାରକୁ ଭଲ କଲର୍ ଦେବା ପାଇଁ ମୁଁ ଏଥିରେ 2 ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି। ଇଏ ଏଠି ଅପସନାଲ୍ ଅଛି। କାଶ୍ମୀରୀ ଲଙ୍କା ଗୁଣ୍ଡ ବେଶୀ ରାଗ ନଥାଏ, ଗୋଟେ ଭଲ କଲର୍ ଦେଇଥାଏ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମ୍ବକୁ 8ରୁ 10 ମିନିଟ୍ ପର୍ଯ୍ୟନ୍ତ लो फ्लेम्रे କୁକ୍ କରିବା। ଯେମିତି ଆମ୍ବରୁ ଯେଉଁ ପାଣି ବାହାରିଛି ସେ ଭଲ ଭାବେ ଡ୍ରାଏ ହେଇଯିବ। ଏଠି 8ରୁ 10 ମିନିଟ୍ ପରେ ଆମ୍ବରୁ ଯେଉଁ ପାଣି ବାହାରିଥିଲା ସେ ଏଠି ଡ୍ରାଏ ହେଇଗଲାଣି। ଗୁଡ଼ ବି ଏଠି ଅଠା ହେଇଗଲାଣି। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି। ଦେଖିପାରୁଥିବେ ଗୁଡ଼ ଏଠି ଅଠା ହେଇଯାଇଛି। ଗୁଡ଼ ଏମିତି ଅଠା ହେବା ପର୍ଯ୍ୟନ୍ତ ଆପଣ ଏ ଆଚାରକୁ କୁକ୍ କରିବେ। ଏବେ ଆମେ ଇଣ୍ଡକ୍ସନ୍ ବନ୍ଦ କରିଦେବା। ଏବେ ଆମେ ଏଥିରେ ଯେଉଁ ଭଜା ମସଲା ଗୁଣ୍ଡ ବନେଇଥିଲେ ତାକୁ ଦେଇଦେବା ଆଉ ସବୁକୁ ଭଲ ଭାବେ ମିକ୍ସ କରିଦେବା। ଏ ଆଚାର ଭଲ ଭାବେ ଥଣ୍ଡା ହେଇଗଲା ପରେ ଆଉ ଟିକେ ଅଧିକ ବହଳିଆ ହେଇଯିବ। ବିନା ତେଲ ବିନା ଖରାରେ ଶୁଖେଇ କୋରା ମିଠା ଆମ୍ବ ଆଚାର ଏଠି ରେଡ଼ି ହେଇଯାଇଛି। ଯଦି ଆପଣ এই ମିଠା ଆମ୍ବ ଆଚାରକୁ ଷ୍ଟୋର୍ କରିବାକୁ ଚାହୁଁଛନ୍ତି ତାହେଲେ ଏ ଆଚାରକୁ ପ୍ରଥମେ ଭଲ ଭାବେ ଥଣ୍ଡା ହେବାକୁ ଦେବେ। ଆଚାର ଭଲ ଭାବେ ଥଣ୍ଡା ହେଇଗଲା ପରେ ଆପଣ ଆଚାରକୁ ଗୋଟେ କାଚର ଶୁଖିଲା ଏୟାରଟାଇଟ୍ କଣ୍ଟେନରରେ ଷ୍ଟୋର୍ କରି ରଖିପାରିବେ। ଯଦି ଆପଣଙ୍କୁ এই ମିଠା କୋରା ଆମ୍ବ ଆଚାରର ରେସିପି ଭଲ ଲାଗିଥିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ କି ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।